ବିଜେଡି କଲେଜରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। ବାସୁଦେବ ଗୋଦାବରୀ ଡିଗ୍ରୀ କଲେଜ କେଶେଇବାହାଲଠାରେ 2 ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଦୟାସାଗର ପ୍ରଧାନ ଉଦ୍ଘାଟନ କରି ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଉଦ୍ଯାପନୀ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ରେଡ୍ କ୍ରସ୍ ସୋସାଇଟି ପକ୍ଷରୁ କାଉନସିଲର ହରେଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁବ ରେଡ୍ କ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ ତରଫରୁ ଫାଷ୍ଟ ଏଡ୍ ସେବା ଯୋଗାଇ ଦେଇଥିଲେ। ଫୁଟବଲରେ ବିଜ୍ଞାନ ବିଭାଗ ଚମ୍ପିଆନ ହୋଇଥିବା ବେଳେ କ୍ରିକେଟରେ କଲା ବିଭାଗ ଚମ୍ପିଆନ ହୋଇଥିଲେ। ଝିଅ ଓ ପୁଅମାନଙ୍କ କବାଡ଼ି ଖେଳରେ ଉଭୟ କଲା ବିଭାଗ ଚମ୍ପିଆନ ହୋଇଥିଲେ। 2025 ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଝିଅମାନଙ୍କ ତରଫରୁ ରୀତା କିଷାନ ଚମ୍ପିଆନ ହୋଇଥିବା ବେଳେ ପୁଅମାନଙ୍କ ତରଫରୁ ତେସାଗର ମାଝୀ ଚମ୍ପିଆନ ହୋଇଥିଲେ। ପିଇଟି ମନୋଜ ପଟେଲ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାକୁ ସଫଳତାର ସହିତ ସମ୍ପନ୍ନ କରିଥିବାରୁ କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଧନ୍ୟବାଦ ଅର୍ପଣ କରିଥିଲେ।